ଏହି ବର୍ଷ ରଥଯାତ୍ରାକୁ ପୁରୀକୁ ଚାଲିବ 315ଟି ସ୍ୱତନ୍ତ୍ର ଟ୍ରେନ୍। କେବେ ଓ କେଉଁ କେଉଁ ଷ୍ଟେସନରୁ ଯିବ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଓ କ'ଣ ସବୁ ଏ ବର୍ଷ ସୁବିଧା ହୋଇଛି, ଆସନ୍ତୁ ସମ୍ପୂର୍ଣ୍ଣ ଖବରଟି ଜାଣିନେବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଘଣ୍ଟି ଚିହ୍ନକୁ ଦବାଇ ଅଲ୍ ଉପରେ ଦବାଇ ଦିଅନ୍ତୁ। ରଥଯାତ୍ରା ପାଇଁ ସବୁ ଷ୍ଟେସନରୁ ପୁରୀକୁ ଯିବ ସ୍ୱତନ୍ତ୍ର ଟ୍ରେନ୍ ଏବଂ ପୁରୀ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀକୁ ଚାଲିବ 315ଟି ସ୍ୱତନ୍ତ୍ର ଟ୍ରେନ୍। ଏ ବର୍ଷ ରଥଯାତ୍ରାରେ ସବୁ ବର୍ଷଠୁ ଅଧିକ ଟ୍ରେନ୍ ଚାଲିବ। ଗତ ବର୍ଷ 208ଟି ସ୍ପେଶାଲ ଟ୍ରେନ୍ ଚାଲିଥିଲା ବେଳେ ଏ ବର୍ଷ 107ଟି ଅଧିକ ସ୍ପେଶାଲ ଟ୍ରେନ୍ ଚାଲିବ। ଜୁଲାଇ 6 ତାରିଖରୁ 19 ତାରିଖ ଯାଏ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ପଡ଼ୋଶୀ ରାଜ୍ୟରୁ ଚାଲିବ। ସେହିପରି 15,000 ତୀର୍ଥଯାତ୍ରୀଙ୍କ ପାଇଁ ପୁରୀ ରେଳ ଷ୍ଟେସନରେ ବିଶ୍ରାମଗାର ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ପାଇଁ ପୁରୀକୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏ ବର୍ଷ ଗୁଣ୍ଡିଚା ଯାତ୍ରା 2 ଦିନ ଧରି ପାଳନ କରାଯାଉଛି। ତେଣୁ ଜୁନାଗଡ଼ ରୋଡ଼, ସମ୍ବଲପୁର, କେଉଁଝରଗଡ଼, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋଷି ବ୍ୟତୀତ ନୂଆ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ। ଏହା ବ୍ୟତୀତ ବାହୁଡ଼ା ଯାତ୍ରା, ସୁନାବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାର ଅଧାରପଣା ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ରଥଯାତ୍ରା ପାଇଁ ଉତ୍ସବ ସମୟ ମଧ୍ୟରେ କିଛି ଦୂରଦୂରାନ୍ତରରୁ ଆସୁଥିବା ଟ୍ରେନ୍ରେ ରିଜର୍ଭେସନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରଥଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀଙ୍କ ସେବା ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଥିବା ବେଳେ ତୀର୍ଥଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ସୁବିଧା, ଟ୍ରେନ୍ ସୂଚନା ପ୍ରଣାଳୀ, ଯାତ୍ରୀ ଅନୁସନ୍ଧାନ କାଉଣ୍ଟର, ଭିଡ଼ିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର, ମୋବାଇଲ ଟିକେଟ୍ କାଉଣ୍ଟର ପାଇଁ ପଦକ୍ଷେପ ନେଇଛି। ତ ଆପଣମାନେ ଏ ବର୍ଷ ରଥଯାତ୍ରାକୁ ପୁରୀ ଯାଉଛନ୍ତି କି ନାହିଁ ଆମକୁ କମେଣ୍ଟରେ ଜଣାଇବା ସହିତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ସେୟାର କରିଦିଅନ୍ତୁ।